ସାର୍ ଆପଣଙ୍କୁ ନ୍ୟୁଜ୍ ରୁମ୍ କୁ ସ୍ୱାଗତ କରୁଛି ସାର୍। ଯେଭଳି ଭାବେ ରାଜ୍ୟରେ ଗୋଟେ ପ୍ରକାର ତାତି କଣ୍ଡିସନରେ ଆମେ ଅଛେ, ତେବେ ଆଜି କେମିତି ରହିବ ପାଗ? ପାଗକୁ ନେଇ କ'ଣ ରହିଛି ଅପଡେଟ୍? ନମସ୍କାର। ବର୍ତ୍ତମାନ ଆମେ ଟିକେ ତାତି କଣ୍ଡିସନରେ ରହିବା। ମତେ ଲାଗୁଛି ଆଜି ଟିକେ ତାତି ରହିବ, କିନ୍ତୁ କାଲିଠୁ ଆମର ଯୋଉ ଉତ୍ତର ପଶ୍ଚିମ ଯୋଉ ଆମର ଜିଲ୍ଲା ମାନେ ଅଛନ୍ତି, ମତେ ଲାଗୁଛି ଉତ୍ତର ପଶ୍ଚିମ ଯୋଉ ବାୟୁ ଆସିବ ଟିକେ ଥଣ୍ଡା, ସର୍ବୋଚ୍ଚ ତାପମାତ୍ରା ଟିକେ ଆଂଶିକ ରୂପେ କମିବ, କିନ୍ତୁ ଦକ୍ଷିଣ ଆଉ ଉପକୂଳବର୍ତ୍ତୀ ଜିଲ୍ଲାମାନେ ମତେ ଲାଗୁଛି ତାତି କଣ୍ଡିସନରେ ରହିବେ। ଆଉ ଓଭରଅଲ୍ ଆପଣଙ୍କର ଭାରତର ଗୋଟେ ବଡ ଅଞ୍ଚଳ କେନ୍ଦ୍ରୀୟ ଭାରତ, ଉତ୍ତର ଭାରତ, ଦକ୍ଷିଣ ଭାରତ ଟିକେ ବର୍ତ୍ତମାନ ତାତି କଣ୍ଡିସନ ରହିବ। ମତେ ଲାଗୁଛି 17-18 ପରେ ପରେ କିଛିଟା ବାୟୁର ପ୍ରବାହରେ ପରିବର୍ତ୍ତନ ହବ। ତାପରେ କିଛିଟା ବାଦଲ କଣ୍ଡିସନ ସୃଷ୍ଟି ହେଇପାରେ 19 ପରେ ପରେ, କିନ୍ତୁ ବର୍ତ୍ତମାନ ଯୋଉ ଆସୁଛି 3-4 ଦିନ ଓଭରଅଲ୍ ଆପଣ ଗୋଟେ ତାତି ଆଉ ଉଷୁମ କଣ୍ଡିସନ ରହିବେ। ଦକ୍ଷିଣ ଆଉ ଉପକୂଳ ଟିକେ ଅଧିକ ପ୍ରଭାବିତ ହବ। ପଶ୍ଚିମରେ ମତେ ଲାଗୁଛି ଟିକେ 14 ଆଉ 15 ଟିକେ ତାପମାତ୍ରା କମିଯିବାର ବି ସମ୍ଭାବନା ରହୁଛି। ସାର୍ କିଛି କମେଣ୍ଟ ରହିଛି ଯାହା କ୍ୱେଶ୍ଚିନ୍ ସେମାନେ କରିଛନ୍ତି ଯେ ଫେବୃଆରୀ ମାସ ଶେଷ ସପ୍ତାହରେ ପାଗ କେମିତି ରହିବ ଆଉ ଉପକୂଳ ଜିଲ୍ଲାରେ? ହଁ, ବର୍ତ୍ତମାନ ଆମର ଉପକୂଳ ଜିଲ୍ଲାରେ ଗୋଟେ ମୁଖ୍ୟ ପାଗର କଣ୍ଡିସନ ରହିବାର ସମ୍ଭାବନା ରହୁଛି, ସେଟା ହଉଛି କୁହୁଡି। କୁହୁଡି ମତେ ଲାଗୁଛି ପୁଣି 15 ତାରିଖ ପରେ ପରେ କୁହୁଡିର ପୁଣି ପ୍ରଭାବ ବଢିବ, ଆଉ ସେଇଟା କିଛି ଦିନ ପାଇଁ 4-5 ଦିନ ପାଇଁ ବଳବତ୍ତର ରହିପାରେ। ଆଉ ବର୍ତ୍ତମାନ ଲାଗୁଛି ଯେ ଆମର 17 ପରେ ପରେ ପଛକୁ ପଛ ଟିକେ ଶକ୍ତିଶାଳୀ ପଶ୍ଚିମ ଝଡ ରହିବ। 17 ରୁ ନେଇକି 20, ତାପରେ ପୁଣି 21 ରୁ 24, 25 ରୁ 27 ପଛକୁ ପଛ ଯୋଉ ପଶ୍ଚିମ ଝଡ ଟିକେ ଶକ୍ତିଶାଳୀ ଝଡ ଅଛି, ତେଣୁ ସେ ଝଡ ରହିବା ପ୍ରଭାବରେ ମତେ ଲାଗୁଛି କିଛିଟା ଥଣ୍ଡା ବାୟୁ ଆମର କେନ୍ଦ୍ରୀୟ ଭାରତ ଆଉ ପୂର୍ବ ଭାରତକୁ ଆସିବ। ତେଣୁ ଲାଗୁଛି 17-18 ପରେ ପରେ ଟିକେ ବାଦଲ କଣ୍ଡିସନ ମତେ ଲାଗୁଛି ସୃଷ୍ଟି ହେଇପାରେ 19-20 ପରେ ପରେ। ଆଉ ସେତେବେଳେ ଯୋଉ ପ୍ରଭାବଟା ମତେ ଲାଗୁଛି ଯଦିଓ ବର୍ଷା ଏତେ ଲାଗୁନି, କିନ୍ତୁ ସେଇ 20 ପରେ ପରେ କିଛିଟା ପରିବେଶ ସୃଷ୍ଟି ହଉଛି ଯେ କି ବର୍ଷା ଦେଇପାରେ, କିନ୍ତୁ ଅପେକ୍ଷା କରିବାକୁ ପଡିବ। ସାର୍, ବିଗତ କିଛି ବର୍ଷ ହେବ ସାମୁଦ୍ରିକ ପବନ ଓଡିଶା ମଧ୍ୟକୁ ପ୍ରଭାବିତ ନ ହୋଇ ଉତ୍ତର ପଶ୍ଚିମ ଦିଗରୁ ଗରମ ଉଷ୍ମ ବାୟୁ କ'ଣ ପାଇଁ ପ୍ରଭାବିତ ହେଉଛି? ନାଇଁ, ତା ଦେହରେ ବାୟୁମଣ୍ଡଳ ଆପଣ ଯେତେବେଳେ ଦେଖୁଛନ୍ତି, ବାୟୁମଣ୍ଡଳ ଆକ୍ଚୁଆଲି 10-12 କିଲୋମିଟର ପରିବ୍ୟାପ୍ତ ଅଛି। ଆପଣ ଯୋଉ ବାୟୁର ଚଳନ କହୁଛନ୍ତି, ଯୋଉ ସାମୁଦ୍ରିକ ବାୟୁଟା ଆମର ଜେନେରାଲି କ'ଣ ହୁଏ କି ଆମର ବାୟୁମଣ୍ଡଳ ତଳ ଭାଗରେ ଆସିଥାଏ, ଯୋଉ ଜଳ ଭାଗରୁ ସ୍ଥଳ ଭାଗ, କିନ୍ତୁ ଯୋଉ ଉତ୍ତର ପଶ୍ଚିମ ଶୁଷ୍କ ବାୟୁ ଆଉ ତାତି ବାୟୁ ସିଏ ଟିକେ ଆମର କୌଣସି ଗୁରୁଚାପ କ୍ଷେତ୍ର ଦ୍ଵାରା ତାକୁ ପ୍ରବାହକୁ ଗତି ଆଉ ଦିଗ ଦେଇଥାଏ। ସେଇଟା ଆସିଥାଏ ଆମର ମରୁଭୂମି ଅଞ୍ଚଳରୁ ବେଳେ ବେଳେ, ଆଉ ଯଦି ଥଣ୍ଡା ବାୟୁ ଆସିବ ତେଣୁ ମେରୁ ଅଞ୍ଚଳରୁ ଆସିଥାଏ। ତେଣୁ ଏଇ ଦିଟାର ଯୋଉ ପ୍ରଭାବର କିଛିଟା ଋତୁଚକ୍ରର ବି ସାମଞ୍ଜସ୍ୟ ଅଛି। ଯେମିତି ଆମର ଯୋଉ ଶୀତ ଦିନରେ ଉତ୍ତର ପଶ୍ଚିମ ଥଣ୍ଡା ବାୟୁ ଆସିବ, ଗରମ ଦିନରେ ଉତ୍ତର ପଶ୍ଚିମ ଗରମ ତାତି ବାୟୁ ଆସିବ। ଆଉ ଯଦି ଆପଣ ମନସୁନ ସମୟରେ ଦେଖିବେ ଦକ୍ଷିଣ ପଶ୍ଚିମ ଦିଗରୁ ଟିକେ ଆର୍ଦ୍ରତାପୂର୍ଣ୍ଣ ବାୟୁ ଆସେ। ତେଣୁ ଋତୁଚକ୍ର ସହିତ ଏମାନେ ଜଡିତ ବି ଥାନ୍ତି, ଆଉ ବେଳେ ବେଳେ ସାମୟିକ ଭାବରେ ବି ଆସନ୍ତି। ତେଣୁ ବର୍ତ୍ତମାନ ଯାହା ପରିବେଶ ଅଛି, ଆପଣ ବାୟୁମଣ୍ଡଳ ତଳ ଭାଗରେ ଜଳ ଭାଗରୁ ସ୍ଥଳ ଭାଗକୁ ବାୟୁ ଆସୁଛି, ତେଣୁ କୁହୁଡିର ପରିବେଶ ସୃଷ୍ଟି ହଉଛି। ଆଉ ବାୟୁମଣ୍ଡଳ ଉପର ଭାଗରେ ଟିକେ ଥଣ୍ଡା ଆଉ ଶୁଷ୍କ ବାୟୁ ବି ଆସୁଛି, ମଝିରେ ମଝିରେ ତାତି ବାୟୁ ଆସୁଛି, ସେଇଥିପାଇଁ କି ତଳ ତାପମାତ୍ରା ବଢି ଯାଉଛି। କିନ୍ତୁ 17 ପରେ ପରେ ଯୋଉ ପଛକୁ ପଛ ପଶ୍ଚିମ ଝଡ ରହିବ, ମତେ ଲାଗୁଛି ଟିକେ ଥଣ୍ଡା ବାୟୁ ଆସିବ। ତେଣୁ ସେତେବେଳେ କିଛିଟା ଥଣ୍ଡରଷ୍ଟର୍ମ ଆକ୍ଟିଭିଟିଜର ବି ସମ୍ଭାବନା ରହୁଛି, ଟିକେ ଅପେକ୍ଷା କରିବାକୁ ପଡିବ। ଆଜ୍ଞା ସାର୍। ସାର୍, ଜିଏଫଏସ୍ ଆଉ ତା ସହିତ ଅନ୍ୟ କିଛି ମଡେଲ ଆକଳନ ଅନୁସାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଭିନ୍ନ ଭିନ୍ନ ମଡେଲର ଭିନ୍ନ ଭିନ୍ନ ଆକଳନ କୁହାଯାଉଛି। ତେବେ ସାର୍, ଆପଣଙ୍କ ଆକଳନ କ'ଣ ରହିବ? କାରଣ ଆପଣଙ୍କ ପୂର୍ବାନୁମାନ ମଧ୍ୟ ସଠିକ କମେଣ୍ଟ ଆସିଛି। ହଁ, ନାଇଁ, ବର୍ତ୍ତମାନ ତ ଯୋଉ ଆମର ଦକ୍ଷିଣ ବଙ୍ଗୋପସାଗରଟା ମତେ ଲାଗୁଛି ସେମିତି 19 ପରେ ପରେ ଯୋଉ ପୂର୍ବ ବାୟୁର ପ୍ରଭାବଟା ଟିକେ ବଢିବ, ଟିକେ ସକ୍ରିୟ ହେଇପାରେ। କିନ୍ତୁ ଆପଣ 13 ତାରିଖରେ ଅଛନ୍ତି, ଆପଣ ଆଶା କରୁଛନ୍ତି 19-20ରେ କ'ଣ ହବ? ଗୋଟେ ସମ୍ଭାବନା ଲାଗୁଛି ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେଇପାରେ।
କିନ୍ତୁ ଘୂର୍ଣ୍ଣିବଳୟ ଲଘୁଚାପ ହବ କି ନାହିଁ କି ଘୂର୍ଣ୍ଣିବଳୟ ହେଇକି ରହିଯିବ ବର୍ତ୍ତମାନ ଏତେ ଦିନ ଆଗରୁ କହିବାଟା କୌଣସି ମଡେଲ କି ସପକ୍ଷ ନୁହେଁ, ସମ୍ଭବ ନୁହେଁ। ତେଣୁ ଆପଣ ଅପେକ୍ଷା କରିବାକୁ ପଡିବ। କିନ୍ତୁ ଲାଗୁଛି ଯେ 19-20 ପରେ ପରେ ଦକ୍ଷିଣ ବଙ୍ଗୋପସାଗରରେ କିଛିଟା ଗତିବିଧି ବଢିବ, କିନ୍ତୁ ସେଇଟା କେନ୍ଦ୍ରୀୟ ବଙ୍ଗୋପସାଗର ଉତ୍ତର ବଙ୍ଗୋପସାଗର ମତେ କାହିଁ ଲାଗୁନି କିଛି ପ୍ରଭାବ ଛାଡିବ। ଯଦି ପ୍ରଭାବ ଛାଡେ ସେ ଦକ୍ଷିଣ ଭାରତରେ ପ୍ରଭାବ ଛାଡିବ, କିନ୍ତୁ ଆଉ ଅପେକ୍ଷା କରିବାକୁ ପଡିବ। କିନ୍ତୁ ହଁ ଲାଗୁଛି 20 ପରେ ପରେ କିଛିଟା ଗତିବିଧି ରହିବ ଦକ୍ଷିଣ ବଙ୍ଗୋପସାଗରରେ। ସାର୍ ଆଉ ଗୋଟେ କ୍वेଶ୍ଚନ ରହିଛି ଯେ ଆଗରୁ ବେ ଅଫ ବେଙ୍ଗଲରେ ଯେତେ ଗୋଟିଏ ଲୋ ପ୍ରେସର ହୁଏ ତା ଦିନ ସଂଖ୍ୟା ଯଦି କହିବା 3 ରୁ 4 ଦିନ ରୁହେ, କିନ୍ତୁ ଆଜିର ଦିନରେ ଯେତେ ବି ଲୋ ପ୍ରେସର ରହୁଛି ଗୋଟିଏ ଦିନରେ ହେଭି ରେନଫଲ ହେଉଛି କାହିଁକି? ତା ସହିତ ଯଦି କହିବା ମନସୁନ ଦୁର୍ବଳ ୱିକ୍, କଣ ଲୋ ପ୍ରେସର ହେଲେ ମନସୁନ ଷ୍ଟ୍ରଙ୍ଗ ହୁଏ ଆଉ ନ ହେଲେ ପୁରା ମନସୁନ ୱିକ୍ ହୁଏ, ଏମିତି କଣ ପାଇଁ ହୁଏ? ମୁଁ ତ ପ୍ରଥମ ଧନ୍ୟବାଦ ଦେବି ଆପଣ ଦର୍ଶକ ମାନଙ୍କୁ ଯେ ବହୁତ ଭଲ ପ୍ରଶ୍ନ ପଚାରୁଛନ୍ତି, କ୍ୟୁରିଓସିଟି ରହୁଛି। ଇଏ ବି ଯୋଉ କ୍ୱେଶ୍ଚିନ୍ ଟା ଅଛି ବହୁତ ଜଟିଳ କ୍ୱେଶ୍ଚିନ୍। ବର୍ତ୍ତମାନ ଗୋଟେ ଜିନିଷ ଜାଣିବାକୁ ମିଳୁଛି ଯେ ଯୋଉ ମନସୁନ ର ଯୋଉ ବିସ୍ତୃତି ଆଉ ମାତ୍ରାରେ କିଛିଟା ଚେଞ୍ଜେସ୍ ପରିବର୍ତ୍ତନ ଆସୁଛି ବିଗତ ବର୍ଷ ମନସୁନ ଅନୁସାରେ। କିନ୍ତୁ ଆପଣ ଯଦି ମନସୁନ ବର୍ଷାକୁ ଆକଳନ ନେବେ, ଆମର ଯୋଉ କେନ୍ଦ୍ରୀୟ ଭାରତରେ ଯୋଉ ବର୍ଷା ହୁଏ ଏଇ ଯୋଉ ଲଘୁଚାପ ଆଉ ଅବପାତ ଗଭୀର ଅବପାତ ଦ୍ୱାରା ହିଁ ବର୍ଷା ହେଇଥାଏ। ଅଲମୋଷ୍ଟ 50% ଆମର ଯୋଉ ବର୍ଷା ଶତକଡା 50% ବର୍ଷା ମନସୁନ ବର୍ଷା ଏଇ ସିଷ୍ଟମରୁ ସବୁ ଆସିଥାଏ। କିନ୍ତୁ ହଁ ତାର ବର୍ଷକୁ ବର୍ଷ ପରିବର୍ତ୍ତନ ରୁହେ। କେତେବେଳେ ଆପଣ ଦେଖିବେ 2022ରେ ପଛକୁ ପଛ ଆସିଗଲା, ପ୍ରଶାନ୍ତ ମହାସାଗର ଗୋଟେ ପରେ ଗୋଟେ ଫ୍ଲଡ୍ ହେଇଗଲା, ଅପ୍ ଟୁ ପାକିସ୍ତାନ ପର୍ଯ୍ୟନ୍ତ ଫ୍ଲଡ୍ କଣ୍ଡିସନ ହେଇଗଲା। ଓଡିଶାରେ ବି ସେଇଭଳିଆ ଅବସ୍ଥା ହେଇଥିଲା। ଗୋଟେ ଗୋଟେ ବର୍ଷରେ ସିଷ୍ଟମ ରୁହେନି, କିନ୍ତୁ ସେଇଟାକୁ ଗୋଟେ ଜେନେରାଲାଇଜ ଫର୍ମ ଆମେ କହିପାରିବାନି। କିନ୍ତୁ ଗୋଟେ ଜିନିଷ ଜଣା ପଡୁଛି ଯେ ଏବେକା ଯୋଉ ସିଚୁଏସନ ଡେଭଲପ ହଉଛି, ଅଳ୍ପ ଜାଗାରେ ଅଳ୍ପ ସମୟରେ ବହୁତ ବର୍ଷା ହେଇଯାଉଛି ଆଉ ତାପରେ ବେଶୀ ସମୟ ଶୁଖିଲା କଣ୍ଡିସନ ରହୁଛି। ଆଉ ସେଇଟା ବେଳେ ବେଳେ ମନସୁନ ର କଣ୍ଡିସନ ଉପରେ ବି ଡିପେଣ୍ଡ କରେ, ବେଳେ ବେଳେ ଆମର ଯୋଉ ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରର କଣ୍ଡିସନ ଉପରେ ବି ଡିପେଣ୍ଡ କରେ। ତାକୁ ଏତେ ଜେନେରାଲାଇଜ କରିକି କହିହବନି, କିନ୍ତୁ କିଛିଟା ଗବେଷଣା ଦରକାର ଆରି ଦିଗରେ ଯେ ଜାଣିବା ପାଇଁ କି ଯୋଉ ତାର, କାରଣ ଗୋଟେ ଖାଲି ଲଘୁଚାପ 3 ରୁ 4 ଦିନ ରହିଗଲା ନୁହେଁ ଯେ ସବୁବେଳେ ସେ ବର୍ଷା ଦେଇ ଚାଲିବ, ତାର ଭିତରେ ବି ବହୁତ ଜିନିଷ ଅଛି। ଭଲ ପ୍ରଶ୍ନ, କିନ୍ତୁ ଆ ଉପରେ ଆହୁରି ଅଧିକା ଗବେଷଣା ଦରକାର।